ଥାକ ଥାକ ସଜା ହୋଇ ରଖାଯାଇଛି ନାମୀ ଦାମୀ କମ୍ପାନୀର ବିପୁଳ ବିଦେଶୀ ମଦ। ଦେଖିଲେ ଲାଗୁଛି ଏହା ଏକ ମଦ କାଉଣ୍ଟର। ବେଆଇନ ଭାବେ ଚାଲାଣ ହେଉଥିବା ଏହି ବିଦେଶୀ ମଦକୁ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପୁଲିସ ଏକ ବୋଲେରୋ ଗାଡ଼ିରୁ ଜବତ କରିଛି। ତେବେ ରାମନାଗୁଡ଼ା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏକ ବିଦେଶୀ ମଦ ବୁଝେଇ ବୋଲେରୋ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ପରେ ବୋଲେରୋରେ ଥିବା ବ୍ୟକ୍ତିଙ୍କୁ ଏହାର କାଗଜପତ୍ର ମାଗିବାରୁ ସେମାନେ କୌଣସି ଚାଲାଣ କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଏହା ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗରେ ପୁଲିସ ବିଦେଶୀ ମଦ ବୁଝେଇ ବୋଲେରୋକୁ ଜବତ କରିବା ସହ 2 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିହାର ରାଜ୍ୟର ଅନୁଜ କୁମାର ଯାଦବ ଆଉ ଅନ୍ୟ ଜଣେ ବ୍ୟକ୍ତି ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଳା ଗ୍ରାମର ଗଣେଶ ହିମିରିକା। ଜବତ ହୋଇଥିବା ସମସ୍ତ ବିଦେଶୀ ମଦ ରାୟଗଡ଼ା ଜିଲ୍ଲାରୁ ଗଜପତି ଜିଲ୍ଲା ଅଭିମୁଖେ ଚାଲାଣ ହେଉଥିଲା ବୋଲି ପୁଲିସ ନିକଟରୁ ସୂଚନା ମିଳିଛି। ତେବେ ଏହି ସବୁ ମଦ କେଉଁଠାରୁ ଏବଂ କାହା ନିକଟକୁ ଚୋରାରେ ଚାଲାଣ ହେଉଥିଲା ଏବଂ ଏହି ଚୋରା ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି ରାମନାଗୁଡ଼ା ପୁଲିସ। ସେପଟେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।